ମା ଦିବ୍ୟ ସମାଚାରରୁ ଆମେ ପଢିବା ଗୋଟିଏ ମିନିଟ ମଧ୍ୟରେ 60ଟି ଶବ୍ଦ। ଏକ ବଳବାନ ବାଳକ ହିସାବରେ ଟିଙ୍କ ଦେହରେ ଥାଏ ଅଲୌକିକ ଶକ୍ତି। ବହୁ ପୂର୍ବରୁ ଆଜିର ଧ୍ୟାନ ଗୃହ ସେତେବେଳେ ଧ୍ୟାନ ସହିତ ପିଲାମାନଙ୍କର ଖେଳ ଗୃହ ଭାବରେ ବ୍ୟବହୃତ ହେଉଥାଏ। ଦିନେ ଟି ଏବଂ ତାଙ୍କର ଜଣେ ସାଙ୍ଗ ସେଠାରେ ଖୁବ ଉତ୍ତ୍ୟକ୍ତ ହୋଇ ବଡ ପାଟିରେ ପରସ୍ପର ମଧ୍ୟରେ ବକାବକି ହେବାରେ ଲାଗିଲେ। ମାନେ ବାକ୍ ବିତଣ୍ଡା ଲାଗି ରହିଲା। ଏହାର ପରଦିନ ପୁରାଣୀ ଆସି କହିଲେ, ତାଙ୍କୁ କହୁଛନ୍ତି ଶ୍ରୀଅରବିନ୍ଦ ସବୁ ଶୁଣିଛନ୍ତି ଓ ପଚାରିଲେ ସେ ଦୁଇଟି ପିଲା କିଏ, ଯେଉଁ ଦୁଇ ଜଣ ମିନିଟରେ 60ଟି ଶବ୍ଦ ଉଚ୍ଚାରଣ କରୁଥିଲେ। ଶ୍ରୀଅରବିନ୍ଦ ମାନେ କେତେ ମାନେ ହ୍ୟୁମର ବି କରୁଛନ୍ତି, କିନ୍ତୁ ତା ଭିତରର ଯୋଉ ଗୂଢ ରହସ୍ୟ, ଗୂଢ ସତ୍ୟ, ତାକୁ ସେ କେମିତି ସୁନ୍ଦର ଭାବରେ ମାନେ ପରିପ୍ରକାଶ କରୁଛନ୍ତି ଯେ ଜଣଙ୍କ ଉପରେ ସୂକ୍ଷ୍ମରେ ପ୍ରଭାବ ପକେଇବ। ଯେତେବେଳେ ସେମାନେ ଶୁଣିଥିବେ ଯେ ଶ୍ରୀଅରବିନ୍ଦ ତାଙ୍କର ସବୁ ଶବ୍ଦ ଶୁଣି ଗଣୁଛନ୍ତି, କେତେଟି ଶବ୍ଦ ପ୍ରୟୋଗ କରିଛନ୍ତି, ତେଣୁ ସେମାନଙ୍କ ଭିତରେ ଯୋଉ ସୂକ୍ଷ୍ମରେ ଯୋଉ ପ୍ରଭାବ ପଡିଥିବ, ଯଦ୍ଵାରା ସେମାନଙ୍କ ଭିତରେ ନିଜର ବାକ୍ ଶକ୍ତି ବା ବାକ୍ ସଂଯମ ଆଣିବା ପାଇଁ ସେମାନଙ୍କ ଭିତରେ ଏକ ସାମର୍ଥ୍ୟ ବୃଦ୍ଧି ପାଇଯାଇଥିବ।